ଏ ଯେଉଁ ସ୍ୱାବଲମ୍ବୀ ଯୁବା ସମୃଦ୍ଧ ଓଡ଼ିଶା ଦେଖନ୍ତୁ ଆମର ଡବଲ ଇଞ୍ଜିନ୍ ସରକାର ବର୍ତ୍ତମାନ ଅଛି ଏବଂ ଆମର ଓଡ଼ିଶା ସରକାରକୁ 2 ବର୍ଷ ପୂର୍ତ୍ତି ହୋଇଯାଇଛି। ସେହି ଦୃଷ୍ଟିରୁ ଏ କାର୍ଯ୍ୟକ୍ରମ ହେଉଛି ପ୍ରଧାନ ଉଦ୍ଦେଶ୍ୟ। ତା ଛଡ଼ା ଦେଖନ୍ତୁ ସ୍ୱାବଲମ୍ବୀ ଯୁବକମାନେ ହେଉଛନ୍ତି ଆମ ଦେଶର ଆମ ରାଜ୍ୟର ସେମାନେ ହେଉଛନ୍ତି ବ୍ୟାକବୋନ୍। ସେମାନେ ଯଦି ସମୃଦ୍ଧ ହେବେ ଆମ ଓଡ଼ିଶା ସମୃଦ୍ଧ ହେବ, ଆମ ଦେଶ ସମୃଦ୍ଧ ହେବ। ତେଣୁ ଯାହା କିଛି ଆଜିକାଲି ବୈଷୟିକ ଶିକ୍ଷା ଦ୍ୱାରା ସେମାନେ ଚାକିରି ପଛରେ ନ ଦୌଡ଼ି ସେମାନେ ନିଜେ ସ୍ୱାବଲମ୍ବୀ ହୁଅନ୍ତୁ, ଏଇଟା ହେଉଛି ସରକାରଙ୍କର ଉଦ୍ଦେଶ୍ୟ। ଏଥିପାଇଁ ସରକାର ନ୍ୟୁ ଏଣ୍ଟରପ୍ରେନରମାନଙ୍କୁ ସବୁ ପ୍ରକାର ପ୍ରୋତ୍ସାହନ ଦେଉଛି। ତେଣୁ ସେମାନେ ଆଗକୁ ଯାଆନ୍ତୁ, ନିଜେ ସ୍ୱାବଲମ୍ବୀ ହେବା ପାଇଁ ନିଜେ ତାଙ୍କର ବୈଷୟିକ ଶିକ୍ଷା ଦ୍ୱାରା ସେମାନେ ନିଜେ ସବୁ ଜିନିଷ କରନ୍ତୁ ଏବଂ ଶିଳ୍ପ ଉଦ୍ୟୋଗ ବିଶେଷ କରି ମାଇକ୍ରୋ ସ୍ମଲ୍ ମିଡ଼ିୟମ୍ এই শিল্প উদ্যোগ ପାଇଁ ସେମାନଙ୍କୁ ପ୍ରୋତ୍ସାହନ ଦିଆହେଉଛି। ଏଥିପାଇଁ ସରକାର ସମସ୍ତ ପ୍ରକାର ସାହାଯ୍ୟ ସବୁ ପ୍ରକାର ସବସିଡ଼ି ତାଙ୍କମାନଙ୍କ ପାଇଁ ରଖିଛନ୍ତି। ତାଙ୍କୁ ବୈଷୟିକ ଟ୍ରେନିଂ ବା ତାଲିମ ଦିଆଯାଉଛି ଏବଂ ତାଙ୍କୁ ପ୍ରୋତ୍ସାହନ ରାଶି ଦିଆଯାଉଛି। ସେମାନେ ଏଇଠି ବସି କରନ୍ତୁ, ସେମାନେ ଚାକିରି ପଛରେ ନ ଦୌଡ଼ନ୍ତୁ। ଏମାନେ ହେଉଛି ମାନେ ବାହାରକୁ ନ ଯାଇ ଅତି ଶ୍ରମିକ ଭଳିଆ ହେଇ ବାହାରକୁ ଯିବା ବା ଦାଦନ ଶ୍ରମିକ ହେଇ ତାକୁ ଯାଇ ବିଭିନ୍ନ କମ୍ପାନୀରେ କାମ କରିବା ବାହାର ରାଜ୍ୟରେ ଇଏ ଶୋଭା ପାଏନି। ଏଥିପାଇଁ ସରକାର କହୁଛନ୍ତି ତୁମେ ଏଇଠି ରୁହ, ବୈଷୟିକ ଜ୍ଞାନ ଆହରଣ କର, ଆମେ ତୁମକୁ ତାଲିମ ଦେଉଛୁ, ପଇସା ଦେଉଛୁ, ତୁମେ ଏଇଠି ତୁମେ ନିଜର ସ୍ୱାବଲମ୍ବୀ ହେବା ଏବଂ କିଛି କର ଏବଂ ବିଭିନ୍ନ ପ୍ରକାର କ'ଣ କରିବେ ସେଥିପାଇଁ ହଜାର ସ୍କିମ୍ ଅଛି। ତାଙ୍କୁ ଆଉ କିଛି ଦୌଡ଼ିବାକୁ ପଡ଼ିବନି। ସେଇ ଆମର ଆଜି ମାନେ ଆମର IPO ବା ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ বা হচ্ছে ডিআইসি দ্বারা এ প্রায়োজিত কার্যক্রম ডিআইসি অফিসরে যোগাযোগ কলে ସବୁକିଛି ତାଙ୍କ ଦ୍ୱାରା ଉପଲବ୍ଧି ହୋଇପାରିବ। ସେ ଆଗକୁ କେମିତି ବଢ଼ନ୍ତୁ, ଏହା ହିଁ ହେଉଛି ସରକାରଙ୍କର ଉଦ୍ଦେଶ୍ୟ। ଘରୁ ଡାକି ଆଣି ସରକାର ତାଙ୍କୁ ହେଉଛି ସବୁ ପ୍ରକାର ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ। ଏହି ହେଉଛି ଆଜିକା ମିଟିଂର ମୂଳ ଉଦ୍ଦେଶ୍ୟ। ସିମୁଳିଆ ବ୍ଲକର ପ୍ରଥମ ଥର ମୋର ମାନନୀୟ ଚେୟାରମ୍ୟାନ୍ ଏବଂ ବିଡ଼ିଓ ମହୋଦୟଙ୍କ ଅଧ୍ୟକ୍ଷତାରେ ଆଜି ସ୍ୱାବଲମ୍ବୀ ଓଡ଼ିଶା ଏବଂ ସମୃଦ୍ଧ ଓଡ଼ିଶା ଆୟୋଜନ କରାଯାଇଥିଲା। ଏଥିରେ ଯୁବବନ୍ଧୁମାନଙ୍କର ଆଗାମୀ ଦିନର ଭବିଷ୍ୟତ କେମିତି ନିଜେ ସ୍ୱାଭିମାନ ହେବେ, ନିଜେ ଆଗକୁ ବଢ଼ିବେ, ସେ ବିଟେକ୍ କ୍ଷେତ୍ରରେ ହେଉ, ଡିପ୍ଲୋମା କ୍ଷେତ୍ରରେ ହେଉ, ITI କ୍ଷେତ୍ରରେ ହେଉ। ଆମେ ବି ଗୋଟେ ଶିକ୍ଷା ଅନୁଷ୍ଠାନ କରୁଛୁ, ଆମର ବି ଯୁବବନ୍ଧୁମାନେ ଯାଇ ବାହାରେ ପାଠ ପଢ଼ୁଛନ୍ତି, ଓଡ଼ିଶା ଭିତରେ ଚାକିରି କରୁଛନ୍ତି। ଧନ୍ୟବାଦ ଆମର ଡବଲ ଇଞ୍ଜିନ୍ ସରକାର ନରେନ୍ଦ୍ର ମୋଦି ଜି ଆଉ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଉ 2 ଜଣ ପ୍ରୟାସରେ ଆଜି ଯୁବବନ୍ଧୁମାନେ କେମିତି ଆଗକୁ ବଢ଼ିବେ, କେମିତି ନିଜେ ନିଜ ଗୋଡ଼ରେ ନିଜେ ସେଠି ଆଜି ଏହି ମିଟିଂଟା